श्रोताबंधु साहित्य संस्कृति चिंतन यूट्यूब चैनल को आपण मानक मु स्वागत करुछि। आम चैनल सबुबले संस्कृतिर कथा कहे, साहित्य भित्तिक आलोचना छଳରେ आमे आम परंपरा संस्कृति मूल्यबोध प्रति सतर्क रहू, सचेतन रहू, पिलामानंकु किपरि भाबरे सेही मूल्यबोध ପାଇଁ ଅନୁପ୍ରାଣିତ କରିବୁ ତାରି ଆଭିମୁଖ୍ୟ ଆମ ଚ୍ୟାନେଲର ଥାଏ। ଆଜି ଆମେ ପ୍ରଥମରୁ ଅଷ୍ଟାଦଶ ଅଧ୍ୟାୟ ପର୍ଯ୍ୟନ୍ତ ଶୁଣିଛେ। ଆଜି ସେଇ ଅଧ୍ୟାୟ ଗୁଡ଼ିକୁ ଆଧାର କରି କିଛି ପ୍ରଶ୍ନୋତ୍ତରୀ ମୁଁ ରଖିଛି, ଯାହାର ଉତ୍ତର ଦେଲେ ପିଲାମାନଙ୍କୁ ଆମେ ପୁରସ୍କୃତ କରିବୁ। ପୁରସ୍କୃତ କରିବା ପଛରେ ଉଦ୍ଦେଶ୍ୟ କେବଳ ଏଇଆ ଯେ ପିଲାମାନେ କେମିତି ଶ୍ରୀମଦ୍ ଭଗବତ ଗୀତାର ପ୍ରତ୍ୟେକ ଅଧ୍ୟାୟକୁ ଶୁଣନ୍ତୁ ଏବଂ ଉଦ୍ବୁଦ୍ଧ ହୁଅନ୍ତୁ ଏବଂ ତାଙ୍କର ଚୈତିକ ବିକାଶ ହେଉ। ତେବେ ଆସନ୍ତୁ ଶ୍ରୀମଦ୍ ଭଗବତ ଗୀତାର ପ୍ରଶ୍ନୋତ୍ତରୀରେ ଭାଗ ନିଅନ୍ତୁ। ପ୍ରଥମ ପ୍ରଶ୍ନ, ଧର୍ମ ଗ୍ରନ୍ଥର ମୂଳ ଉଦ୍ଦେଶ୍ୟ କ'ଣ? ଦ୍ୱିତୀୟ ପ୍ରଶ୍ନ, କର୍ମଫଳ ତ୍ୟାଗ ପ୍ରସଙ୍ଗ କେଉଁ ଅଧ୍ୟାୟର ମୁଖ୍ୟ କଥା? ତୃତୀୟଟି, କୌରବ ଓ ପାଣ୍ଡବ ଶବ୍ଦର ଅର୍ଥ କ'ଣ? ଚତୁର୍ଥ, ଶ୍ରୀକୃଷ୍ଣ, ଅର୍ଜୁନ, ଭୀମ, ଯୁଧିଷ୍ଠିର, ନକୁଳ ଓ ସହଦେବଙ୍କ ଶଙ୍ଖ ଗୁଡ଼ିକର ନାମ କ'ଣ? ପଞ୍ଚମ, କେଉଁ ଅଧ୍ୟାୟରେ ମୁଁ ଯୁଦ୍ଧ କରିବି ନାହିଁ ବୋଲି ଅର୍ଜୁନ କହିଲେ? ଷଷ୍ଠ, ମନୁଷ୍ୟ ଜୀର୍ଣ୍ଣ ବସ୍ତ୍ର ପରିତ୍ୟାଗ କଲା ପରି ଦେହଧାରୀ ଆତ୍ମା ମଧ୍ୟ କରେ, କେଉଁ ଅଧ୍ୟାୟରେ କୁହାଯାଇଛି? ସପ୍ତମ, କେଉଁ ଅଧ୍ୟାୟରେ ନିଶ୍ଚୟାତ୍ମକ ବୁଦ୍ଧି ପ୍ରସଙ୍ଗ ରହିଛି? ଅଷ୍ଟମ, କ୍ରୋଧରୁ କ'ଣ ହୁଏ? ନବମ, ସ୍ୱଧର୍ମେ ନିଧନଂ ଶ୍ରେୟ କେଉଁ ଅଧ୍ୟାୟରେ ଅଛି? ଦଶମ, କର୍ମଯୋଗ ବିନା କର୍ମତ୍ୟାଗ କଷ୍ଟସାଧ୍ୟ କେଉଁ ଅଧ୍ୟାୟରେ ଅଛି? ଏକାଦଶ, ଯମ ଓ ନିୟମ କେତେ ପ୍ରକାର ଓ କ'ଣ କ'ଣ? ଦ୍ୱାଦଶ, ତପସ୍ୱୀ ଜ୍ଞାନୀ କର୍ମକାଣ୍ଡୀ ମାନଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ? ତ୍ରୟୋଦଶ, ଅମୃତ ମନ୍ଥନ ସମୟରେ କେଉଁ ଅଶ୍ୱ ବାହାରିଥିଲା? ଚତୁର୍ଦଶ ପ୍ରଶ୍ନ, ଶତ୍ରୁ ମିତ୍ର ମାନ ଅପମାନ ଶୀତ ଗରମ ଉଭୟବିଧ ଅବସ୍ଥାରେ ସମଭାବାପନ୍ନ ହେବାକୁ କେଉଁ ଅଧ୍ୟାୟ ଅନୁପ୍ରାଣିତ କରେ? ପଞ୍ଚଦଶ ପ୍ରଶ୍ନ, କ୍ଷେତ୍ର କ୍ଷେତ୍ରଜ୍ଞ ପ୍ରସଙ୍ଗ କେଉଁ ଅଧ୍ୟାୟରେ ଅଛି? ଷୋଡ଼ଶ, ତ୍ରିଗୁଣ ସମ୍ପର୍କରେ କେଉଁ ଅଧ୍ୟାୟରେ ଅଛି? ସପ୍ତଦଶ, ଅଶ୍ୱସ୍ଥ ବୃକ୍ଷର ଶାଖା ପ୍ରସଙ୍ଗ କେଉଁ ଅଧ୍ୟାୟରେ ଅଛି? ଅଷ୍ଟାଦଶ, କାମ କ୍ରୋଧ ଓ ଲୋଭ ଆତ୍ମାକୁ ନାଶ କରିବା ନିମନ୍ତେ ନରକର ତିନୋଟି ଦ୍ୱାର ପ୍ରସଙ୍ଗ କେଉଁ ଅଧ୍ୟାୟରେ ଅଛି? ଊନବିଂଶ ପ୍ରଶ୍ନ, ସାତ୍ୱିକ ସୁଖ କ'ଣ? ଶ୍ରୋତାବନ୍ଧୁ, ଆମେ এই ପ୍ରଶ୍ନଗୁଡ଼ିକ ଆପଣମାନଙ୍କ ଉଦ୍ଦେଶ୍ୟରେ ପଚାରିଛୁ ଏବଂ ଆପଣମାନେ ଲିଖିତ ଭାବରେ ହେଉ କିମ୍ବା ଆମକୁ ଯୋଗାଯୋଗ କରିକି ହେଉ ଯଦି ୟାର ଉତ୍ତର ଦେବେ ଆମେ ଆପଣମାନଙ୍କୁ ପୁରସ୍କୃତ କରିବୁ। ଆଜିର ଅଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।